ଆପଣ କେମିତି କହୁଛନ୍ତି ବେଲ୍ ଆସିଲେ ମୁଁ ଖୁସି ହେବି? ଯେଉଁଠି ମୋ ନାଁରେ ମିଛ କେସ୍ କରି ମୋତେ ନିର୍ଯାତନା କରାହେଇଛି, ବର୍ତ୍ତମାନ ସେ ଆସାମୀମାନେ ଧରା ହେଇନାହାନ୍ତି, ତ ବେଲ୍ରେ ମୁଁ ଖୁସି ହେବି। ଯେପର୍ଯ୍ୟନ୍ତ ଆସାମୀମାନେ ଆରେଷ୍ଟ ନ ହେଇଛନ୍ତି ସେ ପର୍ଯ୍ୟନ୍ତ ମୋ ଜୀବନ ବିପଦରେ ଅଛି। ମୁଁ ବର୍ତ୍ତମାନ ଏସ୍ପିଙ୍କୁ ସୁରକ୍ଷା ମାଗିବି। ଯେପର୍ଯ୍ୟନ୍ତ ସେମାନଙ୍କୁ ଆରେଷ୍ଟ ନ କରିଛନ୍ତି ଏସ୍ପି, ମୋତେ ସୁରକ୍ଷା ଦିଆଯାଉ। ମୋ ଜେଲ୍ରେ ଥିଲେ ହିଁ ମୁଁ ସୁରକ୍ଷିତ ଥାଆନ୍ତି, ମୋ ଜୀବନ ବଞ୍ଚିକି ରହିଥାନ୍ତା। ବର୍ତ୍ତମାନ ମୁଁ ଆହୁରି କେଉଁଠି ନା କେଉଁଠି ଅସୁରକ୍ଷିତ ମନେ କରୁଛି। ମୋତେ ତ ତଳ କୋର୍ଟ ବେଲ୍ ଦେଇଦେଲା, ବଟ୍ ତାକୁ ଏପର୍ଯ୍ୟନ୍ତ 7 ଦିନ ହେଇଗଲାଣି ସେ ଭିତରେ ଅଛି, ବିନା ଦୋଷରେ ବିନା କାରଣରେ। ଏଥିପାଇଁ କେଉଁଠି ନା କେଉଁଠି ମୁଁ ଦାୟୀ ଦେବି ଆମର ମହାକାଳପଡ଼ା ବିଧାୟକ ଏବଂ ବିଡ଼ିଓ ମହୋଦୟ ଏବଂ IAS ମହୋଦୟା। ଆଙ୍କରି ପାଇଁ ହିଁ ମୋ ଭାଇ ଆଜି ଏତିକି କଷ୍ଟ ପାଇଛି, ଆଉ ମୁଁ ବି କଷ୍ଟ ପାଇଛି। ତ ଆଙ୍କ ଏଗେନଷ୍ଟରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। କାହାକୁ ବି ଗିରଫ କରାହେଇନି। 7 ଜଣ ଭିତରୁ ଅଦର୍ସରେ ଯେଉଁ ଥିଲେ, ଅଦର୍ସରୁ ଜଣେ ବନ୍ଧା ହେଇଛି। ତ ଏଟାକୁ କେଉଁଠି ନା କେଉଁଠି ପୋଲିସ ଭୁଆଁ ବୁଲିବାକୁ ଚେଷ୍ଟା କରୁଛି ଗଣମାଧ୍ୟମକୁ। ମୁଖ୍ୟ ଅଭିଯୁକ୍ତମାନେ ଥିଲେ ଆପଣଙ୍କୁ ଯେଉଁ କାଲି ଭିଡ଼ିଓ ଚାମ୍ବର ଭାଇରାଲ୍ ହେଇଛି, ଆପଣଙ୍କୁ କରୁଥିଲେ, ସେମାନେ କିଏ କିଏ ଥିଲେ ଏବଂ କାହା ନାଁରେ ଆପଣ ଯେଉଁ FIR କରିଥିଲେ, କାହାକୁ ଧରା ଯିବେ ବୋଲି ଆପଣ ଭାବୁଛନ୍ତି? ସମସ୍ତେ ହିଁ ମୁଖ୍ୟ ଅଭିଯୁକ୍ତ ଥିଲେ। ନାଁ ବି ଆପଣ ଦେଖିପାରୁଥିବେ, ମୁଁ ଯେଉଁ ସୋସିଆଲ୍ ମିଡ଼ିଆରେ ଯେଉଁ ପୋଷ୍ଟ କରିଛି ସେଥିରେ ସମସ୍ତଙ୍କୁ ବି ଦେଖାଯାଉଛି, ଫେସ୍ ଦେଖାଯାଉଛି। କିଛି ଲୋକଙ୍କ ନାଁ ମୋର ମନେ ଅଛି, ପ୍ରଶାନ୍ତ ସେଠୀ, ରୋହିତ, ମାନସ, ଏମିତି ଅଛନ୍ତି ବହୁତ କିଛି। ଆପଣ ତାଙ୍କୁ ଦେଖିଲେ ବି ଜାଣିପାରିବେ ତାଙ୍କର ଭିଜୁଆଲ୍। ବର୍ତ୍ତମାନ ସେଇଟା ହେଉଛି ତାଙ୍କର ମାନସିକତା। ଜଣଙ୍କ ଆଖିରେ କ'ଣ ଆମେ ତାକୁ ଦେଖାଯାଉଛୁ, ସେ ଯେଉଁଟା ଭାବିବ ଆମେ ତାକୁ ସେଇଆ ହିଁ ଦେଖାଯିବୁ। କିନ୍ତୁ ଏଟାକୁ ମୁଁ ସମ୍ପୂର୍ଣ୍ଣ ଭାବରେ ବିରୋଧ କରୁଛି। କାହାକୁ କାହା ଚରିତ୍ରକୁ ଆକ୍ଷେପ କରିକି କହିବା କଥା ନୁହଁ। ତ ଯେଉଁମାନେ ବି ମୋ ପ୍ରତି ଅନ୍ୟାୟ ଅତ୍ୟାଚାର କରୁଛନ୍ତି, ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ, ନହେଲେ ଆଗାମୀ ଦିନରେ ଆର ତୀବ୍ର ବିରୋଧ ହେବ।